ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ପ୍ରଭୁଙ୍କ ଦୟାରୁ ଆପଣମାନେ ଭଲରେ ଥିବେ ଆଉ ମୁଁ ବି ଭଲରେ ଅଛି। ତ ସମୟ ଆସି ଭୋର 4ଟା ବାଜିଗଲା ଆଉ ମୋର ଟିକେ କଲେଜ ଯିବାର ଅଛି। ସବୁବେଳେ ମୁଁ ସକାଳ 8ଟାରେ କଲେଜ ଯାଏ ଆଉ ଆଜି ଏତେ ବେଣୁସ କ'ଣ ପାଇଁ ଯିବି ସେଇଟା ମୁଁ ରେଡ଼ି ହେଲା ପରେ ଆପଣମାନଙ୍କୁ ଜଣେଇବି। କଲେଜ ଯିବା ପାଇଁ ମୁଁ ପୁରା ବାହାରି ପଡ଼ି ରେଡ଼ି ହେଇଗଲି। ତ ଏତେ ସକାଳୁ ଯିବାର କାରଣ ହେଉଛି ଆମ କଲେଜ ଥ୍ରୋରୁ ଷ୍ଟଡି ଟୁର୍ର ଗୋଟେ ପ୍ରୋଗ୍ରାମ ହେଇଛି ଭୁବନେଶ୍ୱର ସିଟିଟିସିକୁ ଯିବା ପାଇଁ। ତ ଚାଲନ୍ତୁ ଯିବା ଆଉ ପ୍ରାୟ ସାଙ୍ଗମାନେ ବି ସବୁ ଆସିସାରିଲେଣି। ଆଉ ମୋ ପାଇଁ ଅପେକ୍ଷା କରିଛନ୍ତି ଆମ ଓଉଛ ଛକରେ କିଛି ସାଙ୍ଗ, ତ ଚାଲନ୍ତୁ। ବର୍ତ୍ତମାନ ଓଉଛ ଛକ ଆସି ଦେଖିଲା ବେଳକୁ ମୋ ସାଙ୍ଗମାନେ ଆସି ମୋ ପାଇଁ ଅପେକ୍ଷା କରିଯାଇଛନ୍ତି। ଆଉ ଇଏ ହେଲା ଉରାଳି ଡନ୍, ଇଏ ମହାଲ ଚୁର ଉଠେ ଇଏ। ଆଉ ଇଏ ଦି ଜଣ ଯାଜପୁର, ଇଏ ଦୂରରୁ ଏତେ ସକାଳୁ ଆସିପାରିବେନି ଆଉ ଇଏ କାଲି କଲେଜରୁ ଛୁଟି ହେଲା ପରେ ଆସିକି ୟାଙ୍କ ଉରାଳି ଚୁର କତିରେ ରହିଛନ୍ତି। ଆଉ ବାହାରି ଚାଲନ୍ତୁ ଯିବା। ଶୀତୁଆ ପାଗର ଗରମ ଗରମ ଚା ଟିକେ ମାରିଦେଇ ପୁଣି ବାହାରିବା। ବର୍ତ୍ତମାନ ସବୁ ପିଲା ଆସିସାରିଲେଣି ଆଉ ବ୍ୟାନର ଫ୍ୟାନର ଲଗେଇକି ପୁରା ରେଡି ହେଇଗଲାଣି ଯିବା ପାଇଁ। ତ ଚାଲନ୍ତୁ, ବାଟରୁ ବି ପିଲା ଉଠିବେ। ବର୍ତ୍ତମାନ ଗାଡି ଛାଡିଲାଣି, ଆମ ପିଲା ବି ପୁରା ବସିକି ରେଡି ହେଇଗଲାଣି। ଯୋଉଠି ଗାଡି ଦେଖା ରହିବ ପୁଣି ଦେଖା ହବ ସେଇଠି। ତ ଆମେ ଆସି ପହଞ୍ଚିଗଲୁ ଛତିଆରେ। ଏଠି ଦର୍ଶନ କରି ଠାକୁରଙ୍କୁ ଆଉ କିଛି ଟିଫିନ କରି ପୁଣି ବାହାରିଯିବା। ଆଉ ଦେଖେଇ ହେଲାନି କିଛି ଭିଡିଓରେ, କାହିଁକିନା ମୋବାଇଲ ଏଲାଉ ନଥିଲା। ଆଉ ବସ୍ ଭିତରେ ମୋବାଇଲ ରଖିକି ଯାଇଥିଲୁ ଆଉ ବସ୍ ଗେଟ୍ ବି ଚାବି ଦିଆ ହେଇଥିଲା। କିଛି ଦେଖେଇ ହେଲାନି। ତ ଚାଲନ୍ତୁ କଦଳୀ କିଛି କିଣିନେବା ବସରେ ଖାଇବା ପାଇଁ। କିଣିଲା ତାଙ୍କ କତିରେ ଭାଗ ଛିଣ୍ଡୁନି, ପଇସା କିଏ କଣ ଦବ? ବହୁତ ସମୟ ଅପେକ୍ଷା ପରେ ଆମେ ଆସି ପହଞ୍ଚିଗଲୁ ଆମ ଜାଗାରେ। ଆଉ ମୋବାଇଲ ଏଲାଉ ଅଛି କି ନାଇଁ ଆମେ ଜାଣିନୁ। ଯଦି ଏଲାଉ ଥିବ ମୁଁ ଭିଡିଓରେ ନିଶ୍ଚିତ ଆପଣମାନଙ୍କୁ ଦେଖେଇବି। A few moments later. ଭିତରେ ମୋବାଇଲ ଏଲାଉ ନଥିଲା ବୋଲି କିଛି ଦେଖେଇ ହେଲାନି। ତ ଆମେ ଭିଜିଟ୍ କରିସାରିଲା ପରେ ସବୁ ଖାଇ ପିଇ ରେଡି ହେଇଗଲୁଣୁ। ଆଉ ଏବେ ବାହାରୁଛୁ ଯିବା ପାଇଁ ଗୋଟେ ପାର୍ଲେ ବିସ୍କୁଟ ଯୋଉଠି ତିଆରି ହୁଏ ସେଠିକି ଯିବା ପାଇଁ। ତ ଚାଲନ୍ତୁ ଯିବା। ତ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ପାର୍ଲେ କମ୍ପାନୀରେ। ତ ଚାଲନ୍ତୁ ଭିତରକୁ ଯିବା। ବର୍ତ୍ତମାନ ମୁଁ ଅଛି ପାର୍ଲେ କମ୍ପାନୀରେ। ଏଠି ଗୋଟେ କମ୍ପାନୀର ଭଲ ଡିସପ୍ଲେ କରାହଉଛି। ପାର୍ଲେର ଯେତିକି ପ୍ରଡକ୍ଟ ସବୁ ବନା ହଉଛି, ତ ସେଇ ସବୁ ଡିସପ୍ଲେ ହଉଛି। ତାପରେ ଡିସପ୍ଲେ ହେଲା ପରେ ଆମେ ଯିମୁ ସବୁ ବନା ହଉଛି ଦେଖିବା ପାଇଁ। ଏଠି ଦେହଟା ଟିକେ ୱିକ୍ ୱିକ୍ ଲାଗିଲା ବୋଲିକି ତ ମୁଁ ପଳେଇ ଆସିଲି ଟିକେ ବାହାରକୁ ଟିକେ ହାୱା ଖାଇବା ପାଇଁ। ତ ଆସିକି ବାହାରେ ଛିଡା ହେଇଛି। ଯାଉଛି ଏବେ ଭିତରକୁ ଯିବି, ସାର୍ ଡାକିଲେଣି। ଭିତରେ ବି ସବୁ ପିଲା ଅଛନ୍ତି।
ଆସିଲା ପରେ ଯେଉଁ ତିଆରି ହେଉଛି ସେଠି ମୋବାଇଲ ଏଲାଉ ଅଛି କି ନାହିଁ ମୁଁ ଜାଣିନି। ଯଦି ଏଲାଉ ଥିବ ମୁଁ ନିଶ୍ଚିତ ଭିଡ଼ିଓ କରିବି। ଚାଲନ୍ତୁ ଯିବା। ପାର୍ଲେ କମ୍ପାନୀ ବୁଲିଗଲୁ କେମିତି ବନାଯାଏ ଆଉ ସବୁ ପ୍ରୋସେସ୍ ଆମକୁ ଦେଖେଇଲେ। ଆଉ ଦେଖେଇ ସାରିଲା ପରେ ଆମକୁ ଦିଟା ବିସ୍କୁଟ ଦେଲେ, ଗୋଟେ ପାର୍ଲେଜି ଆଉ ଗୋଟେ ମ୍ୟାଜିକ୍ସ। ତ ବିସ୍କୁଟ ନେଇ ଆମେ ଚାଲିଲୁ ଘରକୁ। ପୁଣି ଦେଖାହବ ଯଦି ବସ୍ କୋଉଠି ରହିଲା ଖାଇବା ପାଇଁ। ଆଉ ବର୍ତ୍ତମାନ ଆମେ ଆସି କୁଆଖିଆରେ ପହଞ୍ଚିଗଲୁ। କିଛି ଟିଫିନ କରିଦେଇ ପୁଣି ବାହାରି ପଡ଼ିବା। ତ ଚାଲନ୍ତୁ, ବୋଧେ ସାର୍ କହୁଥିଲେ ରଖିବା ପାଇଁ ପାଣି କୋଇଲିର, ରଖିବେ କି ନାହିଁ ଠିକ ନାହିଁ। ତ ଯଦି ନ ରଖନ୍ତି ଡାଇରେକ୍ଟ ଯାଇ କଲେଜରେ ଦେଖାହବ। ଆମେ ଆସି ପହଞ୍ଚିଗଲୁ ଆମ କଲେଜ ପାଖରେ। ତେଲ ଟାଙ୍କି ଅଛି, ନାୟରା ଟାଙ୍କି, ସେଠି ଗାଡ଼ି ତେଲ ପକେଇବ। ପକେଇ ସାରିଲା ପରେ ଗାଡ଼ି ଯିବ। ତ ଆମ କଲେଜ ସେଠି ପାଖ ବୋଲିକି ଆମେ ଯାଉଛୁ ଚାଲି ଚାଲିକା। ତାପରେ ଘରକୁ ଯିମୁ। ଆମେ ଆସି କଲେଜରେ ପହଞ୍ଚି ଗଲୁ। ଗାଡ଼ି ଭିତରେ ଅଛି। ଗାଡ଼ି ନେଇ ଘରକୁ ଯିବୁ। ରହୁଛି ସାଙ୍ଗମାନେ, ପୁଣି ଦେଖାହବ ଆଉ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।